ସବୁଠାରୁ ବଡ଼ ଜ୍ଞାନ। ଜଣେ ଗୁରୁ ତାଙ୍କର ପଟ୍ଟ ଶିଷ୍ୟକୁ ଅଧିକ ଜ୍ଞାନ ଅର୍ଜନ କରିବା ଲାଗି ତାଙ୍କ ଗୁରୁଙ୍କ ନିକଟକୁ ପଠେଇଲେ। ଶିଷ୍ୟ ଗୁରୁଙ୍କୁ କହିଲେ, ମହାଭାଗ, ଆପଣ ତ ଅସୀମ ଜ୍ଞାନର ଭଣ୍ଡାର। ଆପଣ ତ ମୋତେ ସବୁ କଥା ଶିକ୍ଷା ଦେଇପାରିଥାନ୍ତେ, ପୁଣି ଆପଣଙ୍କ ଗୁରୁଙ୍କ ନିକଟକୁ ପଠାଉଛନ୍ତି କାହିଁକି? ଗୁରୁ କହିଲେ, ତୁମେ ଗଲେ ବୁଝିପାରିବ। ଶିଷ୍ୟ ଯାଇ ପହଞ୍ଚିଲା ଗୁରୁଙ୍କ ଗୁରୁ ପାଖରେ। ସେ ଥିଲେ ବୃଦ୍ଧ। ନିଜ ଘରର ବାରଣ୍ଡାରେ ସେ ବସିଥିଲେ। ତାଙ୍କୁ ଶିଷ୍ୟଟି ପ୍ରଣାମ ଜଣାଇ ତାଙ୍କ ପାଦ ତଳେ ବସିଲା। ବୃଦ୍ଧ ଗୁରୁ ପଚାରିଲେ, କ'ଣ ଜାଣିବାକୁ ଚାହୁଁଛ? ଶିଷ୍ୟ କହିଲା, ଆପଣ ମୋ ଗୁରୁଙ୍କ ଗୁରୁ। ମୁଁ ଆପଣଙ୍କଠାରୁ କିଛି ଶିକ୍ଷା କରିବାକୁ ଚାହେଁ। ଗୁରୁ କହିଲେ, ମୋର ସବୁଠାରୁ ବଡ଼ ଜ୍ଞାନ ଏବେ ଉଦୟ ହେଇଛି। ତାହା ହେଲା, ମୁଁ କିଛି ଜାଣେ ନାହିଁ। ଶିଷ୍ୟ କହିଲା, ଆପଣ ଜଣେ ମହାନ ପଣ୍ଡିତ, ଏତେ ପୁସ୍ତକ ଗ୍ରନ୍ଥ ପୋଥି ଆଦି ପଢ଼ିଛନ୍ତି। ମୋ ଗୁରୁ କୁହନ୍ତି ଯେ ଖଣ୍ଡମଣ୍ଡଳରେ ଆପଣଙ୍କ ଭଳି କେହି ଜ୍ଞାନୀ ନାହାନ୍ତି, ଅଥଚ ଆପଣ ଏମିତି କହୁଛନ୍ତି କେମିତି? ଗୁରୁ କହିଲେ, ବାବୁ, ସେଇ ତ କଥା। ମୁଁ ଯେତେବେଳେ ତୁମ ବୟସର ଥିଲି, ସେତିକି ବେଳେ ଜ୍ଞାନ ପିପାସୁ ହୋଇ ସବୁ କିଛି ପଢ଼ିଗଲି। ଜ୍ଞାନୀ ହେବା ସହିତ ମନରେ ଭାବିଲି ମୁଁ ସବୁ ଜାଣେ, କିନ୍ତୁ ପରେ ଜାଣିଲି କୌଣସି ବିଦ୍ୟା ସମ୍ପୂର୍ଣ୍ଣ ନୁହେଁ, କୌଣସି ତର୍କ ସିଦ୍ଧ ନୁହେଁ, କୌଣସି ବାଦ ଏକାନ୍ତ ଭାବେ ସତ୍ୟ ନୁହେଁ। ସତ୍ୟ ବି ସଦାବେଳେ ସତ୍ୟ ନୁହେଁ, ମିଥ୍ୟା ବି ମିଥ୍ୟା ନୁହେଁ। ଏମିତି ସଂଶୟରେ ପଡ଼ିଥିବା ବେଳେ ମୋର ଅହଂଭଙ୍ଗ ହେଲା। ଏହି ସମୟରେ ଚୈତନ୍ୟ ଉଦୟ ହେଲା ଯେ ମୁଁ କିଛି ଜାଣେ ନାହିଁ। ଶିଷ୍ୟ କହିଲା, ମୁଁ ଧନ୍ୟ ହୋଇଗଲି। ଏବେ ବୁଝିଲି ଯେ କିଛି ଜାଣିନାହିଁ ବୋଲି ଉପଲବ୍ଧି କରିପାରିବା ହିଁ ଏ ସଂସାରରେ ସବୁଠାରୁ ବଡ଼ ଜ୍ଞାନ।